ମାନେ ରିଲେଟିଭ୍ ଭାଇ ଆସିଥିଲେ। ବସେ ତାଙ୍କୁ ଚାହା ଜଳଖିଆ ମିକ୍ସଚର ବିସ୍କୁଟ୍ ସବୁ ଦେଲି। ତାପରେ ଖାଇଲେ, କଥାବାର୍ତ୍ତା ହେଲେ। ତାପରେ ମୋତେ ମ୍ୟାଥ୍ ପଚାରିଲେ। ମୁଁ କହିଲି ଭାଇ ମୋର ଟିକେ ମ୍ୟାଥ୍ ଟିକେ କମଜୋରି ଅଛି। କହିଲେ ହଁ ଠିକ୍ ଅଛି କିଛି କଥା ନାହିଁ। ତାପରେ ଇଂଲିଶ ପଚାରିଲେ। ମୁଁ କହିଲି ଭାଇ ଇଂଲିଶ ବି ଟିକେ କମଜୋରି ଅଛି। ହଁ କିଛି କଥା ନାହିଁ। ତାପରେ ସାଇନ୍ସ ପଚାରିଲେ। କିଛି କହିଲେ ପଚାର। ସାଇନ୍ସ ବି କହିଲେ ଭାଇ ଟିକେ ନା ଆପଣ କମଜୋରି ଅଛି କି? ମୁଁ କହିଲି ହଁ ଭାଇ ସାଇନ୍ସ ବି ଟିକେ କମଜୋରି ଅଛି। ନା ଆଚ୍ଛା ଠିକ୍ ଅଛି କିଛି କଥା ନାହିଁ ଏମିତି ହୁଏ। ଗୋଟେରେ ସବଜେକ୍ଟ କମଜୋରି ଥାଏ ବଡ଼ କଥା ନାହିଁ। ଆଉ ସୋସିଆଲ୍ ସାଇନ୍ସ ତ ଭଲ ହେଉଥିବ। ତ ମୁଁ କହିଲି ହଁ ପଚାର। ତାହେଲେ ମୁଁ କହିପାରିଲିନି। କହିଲେ ଏଥିରେ କମଜୋରି କି? ମୁଁ କହିଲି ହଁ ଟିକେ କମଜୋରି ଅଛି। ଆଉ ଭାଇ ତାପରେ ହିଷ୍ଟ୍ରି ଜୋଗ୍ରାଫି ପଚାରିଲେ। ହିଷ୍ଟ୍ରି ଭଲ ହେଉଥିବ। ମୁଁ କହିଲି ହଁ ଭଲ ସେଇଟା ବଢ଼ିଆ ହୁଏ ମୋର। କ'ଣ ରାଜା ମହାରାଜା କଥା ପଚାରିଦେଲେ ମୋ ମୁଣ୍ଡରେ କିଛି ପଶିଲାନି। ବୁଝିପାରିଲିନି କିଛି। କେଉଁ ରାଜା କ'ଣ କେଉଁ ମହାରାଜା କ'ଣ କିଏ କ'ଣ ନା ଆଉ। ମୁଁ କହିଲି ଠିକ୍ ମନେ ନାହିଁ। ଭାଇ କହିଲେ ଏଥିରେ କମଜୋରି କି? ମୁଁ କହିଲି ହଁ ସେମିତି ଆଉ। ତ ଭାଇ ଜୋଗ୍ରାଫି ପଚାରିଲେ। ତ ଭାଇ ଜୋଗ୍ରାଫି ପଚାରିଲେ ସେ କ'ଣ ଶିଳା କ'ଣ ପଚାରିଲେ ବାବା ମୁଁ ସେ ନାଁ ଶୁଣି ନୂଆ ନୂଆ ଶୁଣିଲା ଲାଗିଲା। ତ ଭାଇ କହିଲେ କ'ଣ କହିଲି ଭାଇ ମୁଁ ଭୁଲି ଯାଇଛି ସବୁ ଆଉ ପଢ଼ାପଢ଼ି ଭୁଲି ଯାଇଛି। ହଁ ଠିକ୍ ଅଛି ଏଥିବି ହଁ କିଛି କଥା ନାହିଁ ମନେ ନାହିଁ ଆଉ ଟିକେ କମ୍। ଭାଇ କହିଲେ ଟିକେ ଗୋଟେ କମଜୋରି ଅଛି। ମୁଁ କହିଲି ହଁ ସେମିତି। ତ ଭାଇ କହିଲେ ଆଉ ସାହିତ୍ୟିକ ୱାର୍ଡ଼ 2-4ଟା ପଚାରିଲେ। ଆଉ କ'ଣ ଆଉ ଲାଜରେ ମୁହଁ ଉଠୁନି। ତା ଦେହରେ ଭାଇ ପୁଣି ପଚାରିଲେ ଆଉ ତୁମେ ହିଷ୍ଟ୍ରି ମାନେ ହିନ୍ଦୀ ନେଇଥିଲ ନା ସାଂସ୍କ୍ରିଟ୍ ନେଇଥିଲ? ମୁଁ କହିଲି ମୁଁ ସାଂସ୍କ୍ରିଟ୍ ନେଇଥିଲି। ଭାଇ କହିଲେ ତ ସାଂସ୍କ୍ରିଟ୍ ଭଲ ହେଉଥିବ। ତାପରେ ଭାଇ ସାଂସ୍କ୍ରିଟ୍ କୋଶ୍ଚିନ୍ ପଚାରିଲେ। ଭାଇ କ'ଣ ସେ କୋଶ୍ଚିନ୍ ପଚାରିଲେ ମୁଁ କିଛି ବୁଝିପାରିଲିନି। ତ ଭାଇ ଆଉ କିଛି କହିଲେନି। ଖାଲି ଏତିକି କହିଲେ ଟିକେ ବୋଧେ କମଜୋରି ଅଛି। ମୁଁ କହିଲି ହଁ ସେମିତି ଆଉ। ତ ଭାଇ ଆଉ କିଛି କହିଲେ ମୋତେ କିନ୍ତୁ ଭାରି ଲାଜ ଲାଗୁଥାଏ। ସେପଟେ ଭାଇ ଚାହା ବିସ୍କୁଟ୍ ମିକ୍ସଚର ଜଳଖିଆ ସବୁ ଖାଇସାରିଲେଣି। ପଇସାକୁ ପଇସା ଗଲା। ଜଳଖିଆ ଆଣିଥିଲି ପଇସା ଗଲା। ସେପଟେ ଭାରି ଇଜ୍ଜତଟା ବି ଗଲା। ଭାରି ଲାଜ ଲାଗିଲା। ଯିଏ ପଢ଼ା କାଢ଼ିଛି ସେ ଭଲ ଲୋକ ନୁହେଁ। ଏ ପାଠ ନ କାଢ଼ିକିରି ଆଉ କିଛି କାଢ଼ିନଥାନ୍ତା ହେଇନଥାନ୍ତା। ସେ ପାଠଟା ହିଁ କାଢ଼ିଲା। ମୋର ତ ପାଠରେ ପୁରା କମଜୋରି ଅଛି। ମୁଁ ଆଉ କ'ଣ କହିବି। ତ କାଲିଠୁ ଏତେ ଲାଜ ଲାଗିଛି। ଭାରି ଟେନସନ୍ କାଲିଠାରୁ। ପଇସାକୁ ପଇସା ଗଲା ଇଜ୍ଜତକୁ ଇଜ୍ଜତ ଗଲା। ସେଇ ଟେନସନରେ ବସିଛି ଏବେ ଆଉ କ'ଣ କହିବି। ସତକୁ ସାଙ୍ଗମାନେ ମୁଁ ଜାଣିଥାନ୍ତି ସେ ଭାଇ ମୋତେ ଏତେ କୋଶ୍ଚିନ୍ ପଚାରିଥାନ୍ତେ। ଆମ ଘରୁ ବୁଲିବା ବାହାନାରେ ଆସି ଯଦି ମୋତେ ଏତେ କୋଶ୍ଚିନ୍ ପଚାରିଥାନ୍ତେ ସତ କହୁଛି ମୁଁ ଚାହା ଜଳଖିଆ ଦୂରର କଥା ମୁଁ ତାଙ୍କୁ ଗୋଟେ ଗ୍ଲାସ୍ ପାଣି ଦେଇନଥାନ୍ତି। ଏମିତି ମାନେ କୋଶ୍ଚିନ୍ ପଚାରିଲେ ଯେ ଭାରି ଲାଜ ଲାଗୁଛି। ସେ ଇଜ୍ଜତ ମାନେ